କେଉଁ ସମୟରେ ବିବାହିତା ମହିଳାମାନେ ଅଧିକ ଉତ୍ତେଜିତ ହୁଅନ୍ତି, ଯାହା ପୁରୁଷମାନେ ଜାଣିବା ଦରକାର। ମହିଳାମାନଙ୍କର ଉତ୍ତେଜନାର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ଉପରେ ନିର୍ଭର କରେ। ଏହା ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ଶାରୀରିକ, ମାନସିକ ଏବଂ ପରିବେଶ ସ୍ଥିତି ଉପରେ ନିର୍ଭର କରିଥାଏ। ତଥାପି କିଛି ମୁଖ୍ୟ କାରଣ ଯାହା ଏଥିରେ ପ୍ରଭାବ ପକାଇଥାଏ। ହରମୋନ୍। ମହିଳାଙ୍କ ମାସିକ ଋତୁଚକ୍ର ସମୟରେ ହରମୋନ୍ର ପରିବର୍ତ୍ତନ ହୋଇଥାଏ। ସାଧାରଣତଃ ଓଭ୍ୟୁଲେସନ୍ ବା ଡିମ୍ବକ୍ଷରଣ ସମୟରେ ମହିଳାମାନେ ଅଧିକ ଉତ୍ତେଜିତ ଅନୁଭବ କରିଥାନ୍ତି। 1. ଭାବପ୍ରବଣ ବା ଇମୋସନାଲ୍ ମହିଳା। ଯେଉଁ ମହିଳାମାନେ ନିଜ ସାଥୀଙ୍କ ସହ ମାନସିକ ସ୍ତରରେ ଗଭୀର ଭାବେ ଜଡ଼ିତ ଥାନ୍ତି, ସେମାନେ ସାମାନ୍ୟ ସ୍ପର୍ଶ ବା ଭଲ ପାଇବାରେ ଶୀଘ୍ର ଉତ୍ସାହିତ ହୋଇଥାନ୍ତି। ମାନସିକ ସ୍ଥିତି। ଯେଉଁ ମହିଳାମାନେ ମାନସିକ ସ୍ତରରେ ଶାନ୍ତ ଏବଂ ଖୁସି ଏବଂ ଚାପମୁକ୍ତ ଥାନ୍ତି, ସେମାନେ ଅଧିକ ସହଜରେ ଉତ୍ତେଜିତ ହୋଇପାରନ୍ତି। ନିଜ ସାଥୀଙ୍କ ସହ ଭଲ ଭାବପ୍ରବଣ ସମ୍ପର୍କ ଏକ ବଡ଼ ଭୂମିକା ଗ୍ରହଣ କରେ। 2. ସୁସ୍ଥ ଏବଂ ଆତ୍ମବିଶ୍ୱାସୀ ମହିଳା। ଯେଉଁମାନେ ନିଜ ଶରୀରକୁ ନେଇ ସନ୍ତୁଷ୍ଟ ଏବଂ ଆତ୍ମବିଶ୍ୱାସୀ ଥାନ୍ତି, ସେମାନେ ନିଜର ଇଚ୍ଛାକୁ ଖୋଲାଖୋଲି ପ୍ରକାଶ କରିପାରନ୍ତି। ସଠିକ୍ ଖାଦ୍ୟପେୟ ଏବଂ ବ୍ୟାୟାମ ମଧ୍ୟ ହରମୋନ୍ ସନ୍ତୁଳନ ରଖିବାରେ ସାହାଯ୍ୟ କରେ, ଯାହା ସମ୍ପର୍କ ରଖିବାରେ ଅଧିକ ଇଚ୍ଛା କରନ୍ତି। ଶାରୀରିକ ସ୍ୱାସ୍ଥ୍ୟ। ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ଶରୀରରେ ରକ୍ତ ସଞ୍ଚାଳନ ବଢ଼ାଇଥାଏ, ଯାହା କାମ ଇଚ୍ଛା ବୃଦ୍ଧିରେ ସାହାଯ୍ୟ କରେ। 3. ଓଭ୍ୟୁଲେସନ୍ ସମୟରେ। ଜୈବିକ ଦୃଷ୍ଟିକୋଣରୁ ଦେଖିଲେ, ମହିଳାମାନଙ୍କର ମାସିକ ଋତୁଚକ୍ରର ମଝି ସମୟରେ ଓଭ୍ୟୁଲେସନ୍ ପିରିୟଡ଼ର ହରମୋନ୍ ପରିବର୍ତ୍ତନ ଯୋଗୁଁ ସେମାନଙ୍କର କାମନା ବା ଉତ୍ସାହ ସ୍ୱାଭାବିକ ଭାବେ ବୃଦ୍ଧି ପାଇଥାଏ। ମନେ ରଖନ୍ତୁ, ପ୍ରେମ ଏବଂ ସମ୍ମାନ ହିଁ ଯେକୌଣସି ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ। ପରିବେଶ ଓ ସମୟ। ଏକ ରୋମାଣ୍ଟିକ୍ ପରିବେଶ, ଆରାମଦାୟକ ସ୍ଥାନ ଏବଂ ସାଥୀଙ୍କ ସ୍ପର୍ଶ ବା ବ୍ୟବହାର ମହିଳାଙ୍କୁ ଅଧିକ ଉତ୍ତେଜିତ କରିଥାଏ। ସଂକ୍ଷେପରେ କହିଲେ, ପ୍ରତ୍ୟେକ ମହିଳାଙ୍କ ଶରୀର ଓ ମନ ଅଲଗା। କିଏ କେତେ ଉତ୍ତେଜିତ ହେବେ ତାହା ସେମାନଙ୍କର ବ୍ୟକ୍ତିଗତ ପସନ୍ଦ ଏବଂ ସେହି ସମୟର ପରିସ୍ଥିତି ଉପରେ ନିର୍ଭର କରେ। ଏହା ଏକ ବ୍ୟକ୍ତିଗତ ବିଷୟ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଜଣେ ମହିଳାଙ୍କ ଶାରୀରିକ ଓ ମାନସିକ ସ୍ଥିତି ଉପରେ ନିର୍ଭର କରେ। ତଥାପି କିଛି ସାଧାରଣ ପରିସ୍ଥିତି ଏବଂ ସ୍ୱଭାବକୁ ନେଇ ଏହା ମଧ୍ୟ କୁହାଯାଇପାରେ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଆପଣ ପ୍ରିୟଜନଙ୍କ ସହ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ଆପଣ ସମ୍ପୂର୍ଣ୍ଣ ମାତ୍ରାରେ ଭିଡ଼ିଓଟିକୁ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।